तो फ्रेंड माने आज बहुत दिन पर आपण मानक गोटे वीडियो देखेबी जोटा कि फूड ऊपर जाउची आमे आज बनैबा फूलकोबी आलू भजा तार गोटे फूलकोबी आनी तो फूलकोबी सीजन चलची तो फूलकोबी आनली आ घरे आलुला तो काटली तो मु काटी देछि एडी देखंतु ये ओलिया मीडियम साइज काटी देबे मीडियम साइज काटी देबे आलू को सही अनुसार भी काटी देबे सब सब बोलिकी तो ताको काटी देछि एथर कोन करिया ना कोबी कोबी जहाँ भी से टिके एक्चुअली जीवन जीवन थांती तो ताको भलसे आमे पानी रे हल्दी पकेकी धोइबा तो इटा हला हल्दी हल्दी गोटे स्पून नेली ताको भलसे पके देबी तो भलसे पके देला परे ताको धोइबा भलसे କାହିଁକିନା ହଳଦୀଟା ପକେଇଦେଲେ ସେ ଯାହା ବି ସେଥିରେ ଜୀବାଣୁ ଥିବ ସେଟା ବିଶୁଦ୍ଧଟା ଯାହା ବି ଥିବ ଶୁଦ୍ଧ ହେଇଯାଏ ତ ଏଇଭଳିଆ ଗୋଟେ କ୍ଲିନ୍ କରିବା କ୍ଲିନ୍ କରିକି ତାକୁ ଗୋଟେ ପାତ୍ରରେ ଛାଣିକି ରଖିଦେବା ଏବେ ପୁରା ଭଲସେ ଛଣା ହେଇଗଲା ଏବେ ରେଡି କ୍ଲିନ୍ ହେଇଗଲା ତ ଆମେ କ'ଣ କରିବା ରଖିବା ଏବେ ରୋଷେଇ ଆରମ୍ଭ କରିବା ଗ୍ୟାସ୍ ଅନ୍ କରିଦେବା ଗ୍ୟାସ୍ ଅନ୍ ହେଇଗଲା ଦେଖିପାରୁଥିବେ ଗ୍ୟାସ୍ ଏବେ ଅନ୍ ଏବଂ ସେ କଢ଼େଇ ବସେଇଦେଲି एक्चुअली फूलकोबी आलू भाजिया को बेसी किसी इनग्रेडिएंट दरकार नहीं गोटे तो आलू आ गोटे फूलकोबी ता सहित गोटे टेस्ट अच्छी टमाट भी काटी तो ये टमाट किसी पकेबा कंचा लंका किसी काटी ठीक अच्छे तो पिंज किसी मिल जाइए बेसी ने कम कम ने देन आम एक जीरा जीरा नहीं जीरा फुटण दबा सोरिष भी फुटण दबा मिक्स दबा फुटण भल लगे देन आमर सब किसी गुंड मसला अच्छी जोटा कि चिली पाउडर देन एटा होमर कोरिएंडर पाउडर एटा कुमनी पाउडर देन वैक्सीन तो स्वाद अनुसार लुण पकड़ पड़ो तो ना लुण बस ये किसी नहीं मुझे करी आ बेस किसी पकड़नी देन ए कड़ी गरम हो आसला आम ए किसी पकेबा तो मु शुद्ध आमर सोरिष तेल कच्ची खाली सोरिष तेल भाजी तो सोरिष तेल पकईदे बेस पकौनी ऑयल कम पकड़ा दरकार हेल्थ कन्सीयस हवा दरकार तो से कम पकईनी गरम हवा दवा एबे तेल गरम हो आसला तो आम कौन करवा ना प्रथम हूँ जीरा को पकईदे मोर क्वांटिटी अनुसार मु हाफ स्पून नेली जीरा टिके सिम करदबा ना तो पोड़ी जो पोड़ी वाला टेस्ट आसो नहीं देन हाफ नहीं गली सोरिष आपके स्पाइसी आ टेस्ट करिया चाहती टिके ताले सुखीला लंका पकई देबे ता सहित मु चॉप करिछि किछि कंचा लंका तो कंचा लंका भी पकड़ा ना ताको पोड़ी को बेस दबानी पकई दबा पियाज हल्का मिक्स करिए आपण मानू कलर देखे बेसी कलर देखिए कम कलर आम कर तो यहाँ बर्तमान कलर देखिपारे यहाँ हूँ कलर
रेडी ହେଇଗଲା ପିଆଜ ରେଡି ହେଇଗଲା ଏବେ ଟମାଟୋ ଟିକେ ପକେଇଦବା ଦେନ୍ ଦେଖିବା ଆଗକୁ କଣ ଅଛି ଟମାଟୋ ମୋର ଟିକେ ଆକ୍ଚୁଆଲି ଟମାଟୋ ପସନ୍ଦ ଯାହା କଲେ ବି ମୁଁ ଟମାଟୋ ଟିକେ ପକେଇଦିଏ ତ ଟମାଟୋ ଟିକେ ପକେଇଦବା ବହୁତ କିଛି ଘରେ ସମସ୍ତେ ବନାନ୍ତି ଆପଣ ଯଦି ହଷ୍ଟେଲରେ ରହୁଛନ୍ତି କିମ୍ବା ଜବ୍ ଫୁଡ୍ କରୁଛନ୍ତି ମେସ୍ କରିକି ରହୁଛନ୍ତି ତ ଆପଣମାନଙ୍କୁ ସିଙ୍ଗଲ ରହିଲେ ଏଇଟା ରାତିରେ ଭେଜରେ ଖାଇବା ପାଇଁ ବହୁତ ସୁବିଧା ହେବ ଏମିତି ମାନେ ଖାଲି କୋବି ଗୋଟେ ନାହିଁ ଆପଣ କିଛି ବି ସହଜ ଯେମିତି ନର୍ମାଲ ଆମର ଓଡ଼ିଶାରେ ଯେଉଁ ଷ୍ଟାଇଲରେ ଖାଉଛନ୍ତି ସେ ଷ୍ଟାଇଲ ଯଦି ଆପଣ ବନେଇବେ ଏତିକି ବି ଜିନିଷ ପକେଇବେ ତାଠି ବେଶୀ କିଛି ପକେଇବା ଦରକାର ନାହିଁ ତାକୁ ଟିକେ ସ୍ମାସ୍ କରିବା ଆକ୍ଚୁଆଲି ଟମାଟୋ ସ୍ମାସ୍ କଲେ କ'ଣ ହେବ ନା ତାର ଟେଷ୍ଟ ଆସିବ ୟାକୁ ଟିକେ ଘୋଡ଼େଇଦେବା ଭଲ ହେବ ଯଦି ଟମାଟୋ ସ୍ମାସ୍ ହେଇଗଲା ଆମେ ଏବେ କ'ଣ କରିବା ବାସ୍ ଫୁଲକୋବି ଆଉ ଆଳୁକୁ ପକେଇବା ନହେଲେ ଦୁଇଟା ଯାକ ତେଲ କିଛି ଅସୁବିଧା ନାହିଁ এটা ମୁଁ ମିକ୍ସ କରାଇଦେବି ଆହୁରି ଆମର ଫୁଟଣ ଆଇଟମ୍ ପକେଇଦେବେ ତା ଭିତରେ ତାକୁ ଭଲସେ ମିକ୍ସ କରିଦେବି ୟାକୁ ଟିକେ ଘୋଡ଼େଇ ଦେବ ଦେଖିବା ଆଉ ଯେଉଁ ଜେନେରାଲି ଯେତିକି ପାଣି ଥାଏ ତାକୁ ମାରିବାକୁ ଦେବା ଦେନ୍ ଟିକେ ପାଣି ଛିଞ୍ଚିବା ହେଲା ଦେଖିବା ଭାଇ ଭଉଣୀ ସାଥୀ ସାଙ୍ଗ ସମସ୍ତେ ଦେଖିବା ଯେ ପାଣି ନଥାଏ କି ନାହିଁ ଅଛି ପାଣି ମାରିବାକୁ ଦେବା ପାଣି ମାରି ସାରିଲା ପରେ ଆମେ କ'ଣ କରିବା କହିଲେ ଟିକେ ହଳଦୀ ପକାଇବା ଠିକ୍ ଅଛି ତା ସହିତ ଆମର ଯାହା ବି ମସଲାକୁ ମୁଁ କହିଥିଲି ଆପଣଙ୍କୁ ପ୍ରଥମରୁ ତାକୁ ଟିକେ ଟିକେ ପକାଇବା ବେଶୀ ପକାଇବା ବେଶୀ ପକାଇଦେଲେ ଏଇଠି ଖାଇପାରିବେ ସବୁ ସ୍ପାଇସି ହେଇଯିବ ମସଲା ହେଇଯିବ ଦେନ୍ ଟେଷ୍ଟ ଆସିବ କମ୍ କମ୍ ପକାଇବା ଆକ୍ଚୁଆଲି କୋବିର ଭଜା ସ୍ମେଲ୍ଟା ଆସିବା କଥା ଆତ୍ମା ଏବେ କ'ଣ କରିବା ମୁଁ ଆପଣଙ୍କୁ ସବୁ ଜିନିଷ ପକାଇ ଦେଉଛି ତାପରେ ଦେଖେଇବି ବର୍ତ୍ତମାନ କ'ଣ କରିବା ଟିକେ ହଳଦୀ ଗୁଣ୍ଡ ପକାଇବା ହଳଦୀ ତ ନାହିଁ ସଂଖ୍ୟାରେ ହଳଦୀ ପଡ଼ିଗଲା ତାପରେ ଏଇଟା କ'ଣଟା ଦେଖିବା ଭାଇ ମୁଁ ଦୁଇଟା ଯାକ କୋରିଆଣ୍ଡର ପାଉଡର ଆଣିଛି କୋବି ଅଛି ମୁଁ ଆଣୁଛି ସେଠି ସବୁ ରଖିଦେଇଛି ଅଲଗା ପ୍ଲେଟ୍ରେ ଖାଏ କୋଡ଼ିଏ ଟଙ୍କା ଅଛି ଏଇଟା ହେଲା ତିନି ବନ୍ଦ ପଡ଼ିଗଲା ଦେନ୍ ମୋତେ ଏତିକି ଲଙ୍କା ପକେଇକି ମୋତେ ଲଙ୍କା ପାଉଡର ପକେଇବା ଜରୁରୀ ନାହିଁ କିନ୍ତୁ ଲୁଣ ପକେଇବା ନାହିଁ କଥା ମୋ ଜିନିଷ ଅନୁସାରେ ମୁଁ ପକଉଛି ଏତିକି ହେଇଗଲେ ହେଇଯିବ ଏବେ ସବୁ ଜିନିଷ ପଡ଼ିଗଲା ଲଙ୍କା ରହିଗଲା ମୁଁ ପକଉଛି ଆପଣମାନେ ଯଦି ବହୁତ ସ୍ପାଇସି ଖାଇକି ତାକୁ ପକେଇବେ ସେଥିପାଇଁ ମୁଁ ଟିକେ ପକେଇ ଦେଉଛି ମୁଁ ବି ସ୍ପାଇସି ଖାଏ ଆକ୍ଚୁଆଲି ଯେତେ ବି ଖାଏନି ମୁଁ କଞ୍ଚା ଲଙ୍କା ଅଧିକ କାଟିଦେବି ଏବେ ସବୁ ଜିନିଷ ରହିଗଲେ ପଡ଼ିବ ଏବେ ରହିଗଲେ ଆକୁ ମିକ୍ସ କରିବି ଯେମିତି ତଳ ପଡ଼ିବ ଭାଇ ଯେଉଁ ଛିଙ୍କ ହେଉଥିଲା ନା ପଳେଇଲାଣି କାହିଁକିନା ଏକ୍ସପେରିଟା ଦେଇଦେବି ସିଏ ପଳେଇଲାଣି ଯେମିତି ଶୀତ ଦିନେ ନା ଫୁଲକୋବିଟା ବହୁତ ଡିମାଣ୍ଡ ଆଉ ସମସ୍ତଙ୍କୁ ପସନ୍ଦ ଲାଗେ ମିଠା ବି ଲାଗେ ଅଲଗା ଦିନେ ଫୁଲକୋବି ଲଗେଇନି ଭାଇ ମୁଁ କେମିତି ଅଛି ଏବେ ତାର ମସଲା ତରକାରୀ କରିପାରିବିନି ମୁଁ କହିଲି ଯାଉଛି ବଜାର କରିବା ଖାଇବି ଏତେ ଅବସ୍ଥା ହେଲା ମୋର ଏମିତି ହବ କେତେ ହୋଟେଲରୁ ଖାଇବା ହୋଟେଲ ଖାଇବା ଭଲ ଲାଗୁନି ଆପଣ ଆମେ ଦେଖାଉଛି କେମିତି ଦେଖାଯାଉଛି
मैडम ମୁଁ ଡାକୁରେ ଦେଇଦେଇଥିଲି କାହିଁକି ନା ସିଝି ହବନି ଆପଣ ଟିକେ ଡାଙ୍କୁରି ଦେବେ ନହେଲେ ସିଝିବନି। ଯେତେ ଚାହିଁବେ ବିନା ପାଣିରେ କରିବା ପାଇଁ କିନ୍ତୁ ତୋଳେ ପାଣି ସେତେ ନହେଲେ ସିଝିବନି। ତ ମୁଁ ପାଣି ଆଣିଛି ଏବେ କିଛି ଦେଇଦେବ କାହିଁକିନା ସିଏ ହେଇ ଆସିଲାଣି ତଳେ ଲାଗିବା ପୂର୍ବରୁ ଆମେ ଦେଇଦେବା। ତ ପାଣିଟାକୁ ଆଣିଛି ପାଣିଟା ଆଣିଛି ଭାଇ ସେତିକି ପାଣି ଦେଇଦେବି। ପାଣି ଦିଆ ସରିଲା ବର୍ତ୍ତମାନ 5 ମିନିଟ୍ ତାକୁ ଢାଙ୍କିଦେବା। ଆଉ ଟିକେ ଦେବା କାହିଁକିନା କୋବିଟା ସିଝିବାକୁ ଟାଇମ୍ ଲାଗିବ। ବାସ୍ ଏବେ ଢାଙ୍କିନା ଦେବା। ଅଛି ପାଣିଟା ଟିକେ ମରିବା ଯାଏ ଆମେ ବସେଇଥିବା ହେଲା। ଦେଖିବା ଭଜା ସ୍ଟାଟସରେ କ'ଣ ମାନେ ହେଇକି ଆସିଲାଣି ଅଛୁ କ'ଣ କରିବେ ଯେତିକି ପାଣି ଦେଇଥିଲେ ନା ପୁରା ମାରିଦେବେ ପୁରା ସରି ପୁରା ମାରିଦେବେ। ଆଉ ଯେମିତିକି ସେଟା କିଛି ପାଣି ରହିବନି ଟିକେ ଯଦି ତଳେ ଲାଗିବ ବଢ଼ିଆ ଆସିବ ସ୍ମୋକି ଫ୍ଲେଭରଟା ରହିବ ତ ଭଜା ଖାଇବାକୁ ଭଲ ଲାଗିବ। ବର୍ତ୍ତମାନ ଭଜା ପୁରା ରେଡି ହେଇଗଲାଣି ମୁଁ ଆପଣମାନଙ୍କୁ ଦେଖାଉଛି ଦେଖିଲେ ତ ଭଜା ପୁରା ରେଡି। ତ ଆପଣ ଦେଖିଲେ ଭଜା ପୁରା ରେଡି ହେଇଗଲାଣି ବନ୍ଦ କରିଦେବ ଏବେ ପୁରା ବନ୍ଦ କରିଦେବୁ। ତାପରେ ଆପଣ ଆଗରେ ମୁଁ ଯାଉଛି ହାତଟା ଟିକେ ଧୋଇଦେବି। ହାତ ଧୁଆଗଲା ये ଦେଖନ୍ତୁ ପ୍ଲେଟ୍ ଏବଂ ବାଡ଼ି ସରି ଅଦିନିଆ ଏମିତି ରୋଷେଇ କଲେ ଏମିତି ଛିଙ୍କ ଫିଙ୍କ ସବୁ ଆସିବ। ମୁଁ ସେତିକି ଆଣିବା ଦେଖନ୍ତୁ ଭଜା ପୁରା ରେଡି ହେଇଗଲା। ମୁଁ ଖାଇକି ଦେଖୁଛି କେମିତି ଲାଗୁଛି। ଆଉ ଅଗ୍ନିକି ଟିକେ ଦେଇଦେବା ଅଗ୍ନି ଦିଆ ସରିଲା ଏବେ ଟିକେ ଖାଇକି ଦେଖିବା। ଆଗ ତ କୋବି ଖାଇବା ନା ଏମିତି କହୁଥିବା ବଢ଼ିଆ ହେଇଛି କୋବି ନା ପୁରା ସିଝେଇଦେଲି ଟିକେ ରହିବ ଦେଖନ୍ତୁ ତାତେ ଗରମ ଖାଇ ହବନି। ବଢ଼ିଆ ହେଇଛି ଆଳୁ ବି ବଢ଼ିଆ। ତ ଭାଇମାନେ ଭିଡ଼ିଓକୁ ଏଠି ବନ୍ଦ କରିବା ଠିକ୍ ଅଛି। ଆପଣମାନେ ଯାହା ଦେଖିଲେ କେମିତି ଆପଣଙ୍କୁ ଲାଗିଲା ତାକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଗକୁ ଆହୁରି ଭଲ ଭଲ ଆଣିବି। ଥ୍ୟାଙ୍କ ୟୁ ଟୁ ୱାଚ୍ ମାଇ ଭିଡ଼ିଓ ଟିଲ୍ ଦେନ୍ ଟାଟା।